ढाबारे रेस्टोरेंटରେ ସ୍ୱାଦ ଲାଗେ ସତ କିନ୍ତୁ ବହୁତ ହି ମାନେ କ'ଣ ସେମାନେ ମିଶାନ୍ତି ଦେହ ବହୁତ ଖରାପ ହୁଏ, ଗ୍ୟାସ୍ ହୁଏ। କିନ୍ତୁ ଘରେ ଆମେ ପୁରା ପରିଷ୍କାର ପରିଚ୍ଛନ୍ନତା ଭାବରେ ଆମେ ସବୁ ବନେଇଥାଉ। ତ ସେମିତି ଗୋଟେ ରେସିପି ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରୁଛି। ସେ ହେଉଛି ଚଣା ତରକାରୀ। ତ ଚଣା ତରକାରୀକୁ ଆମେ ଟିକେ ଲୁଣ ଦେଇକି ତେଜପତ୍ର ଦେଇକି ତାକୁ ଟିକେ ଆମେ 2ଟା ସିଟି ଆସିବା ପର୍ଯ୍ୟନ୍ତ ସିଝେଇ ନେବା। ତ ଏଇଠି ଆପଣମାନେ ଦେଖିପାରୁଥିବେ କେମିତି ମୁଁ ସିଝି ଯାଇଛି। ତାପରେ ସେଥିରୁ କିଛି ଆମେ ବାହାର କରିନେବା। ତାକୁ ଦରଦରା ପେଷ୍ଟ ଟିକେ ନାକୁ ବନେଇଦେବା, କାରଣ ଦରଦରା ପେଷ୍ଟ ଆମର ବହୁତ ଇମ୍ପୋର୍ଟାଣ୍ଟ ବନେଇବା। ଆଗକୁ ମୁଁ କହିବି। ଆଉ ରିଫାଇନ୍ ତେଲ ଆଉ ସୋରିଷ ତେଲ ମୁଁ ମିକ୍ସ କରିକି ନେଇଥିଲି। ଆପଣ ତା ଭିତରୁ ଆଇଦର ରିଫାଇନ୍ ନେବେ ନହେଲେ ନାହିଁ ସୋରିଷ ତେଲ ନେବେ। ତାର ସବୁତକ ଗୁଣ୍ଡ ମସଲା ମୁଁ ନା ଆଡ଼୍ କରିଦେଇଥିଲି। ସବୁ ବେସିକ୍ ମସଲା ମୋର ଡିସ୍କ୍ରିପ୍ସନ୍‌ରେ ଅଛି, ଆପଣମାନେ ଚେକ୍ କରିଦେବେ। ନହେଲେ ନାହିଁ ମୋର ଲଙ୍ଗ୍ ଭିଡ଼ିଓ ମୁଁ ଅଲରେଡ଼ି ସେୟାର କରିଛି, ରିଲେଟେଡ୍ ଭିଡ଼ିଓରେ ଅଛି, ଆପଣ ଦେଖିନେବେ। ସବୁଠୁ ବେଷ୍ଟ ଜିନିଷ ଏଇ ଚଣା ମସଲାରେ ବେଶୀ ଆମର ମସଲାର ଆବଶ୍ୟକତା ନଥାଏ। ତ ମୁଁ ଏଠି ଟମାଟୋ ପ୍ୟୁରି ପକାଇ ଦେଇଥିଲି, ଯେଉଁଟାକି ବଢ଼ିଆ ଗ୍ରେଭି ଆଉ କଲର୍ ଦେବ। ତା ସହିତ ଯେଉଁଟା ଆମେ ଦରଦରା ପେଷ୍ଟ ବନେଇକି ରଖିଥିଲେ ନା, ଯେଉଁ ବୁଟକୁ ତାକୁ ଗ୍ରାଇଣ୍ଡ କରିଥିଲି ଦରଦରା ଗ୍ରାଇଣ୍ଡ, ତାକୁ ବି ଆଡ଼୍ କରିନେବା, ଯାହାଦ୍ୱାରା କି ସେ ବହଳିଆ କରିବ ଆଉ ବେଶୀ ମସଲାର ଆବଶ୍ୟକତା ଟୋଟାଲି ପଡ଼ିବନି। ଏବଂ ତାପରେ ସବୁତକ ଯେଉଁଟା ସିଝେଇକି ରଖିଦେବା ବୁଟ ସବୁ ପକାଇଦେବା, ଟିକେ ପାଣି ଦେଇଦେବା, ବାସ୍ 5ରୁ 7 ମିନିଟ୍ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ବାସ୍ ଆମର ରେଡ଼ି ହେଇଗଲା ଗୋଟେ ସୁନ୍ଦର ହିଁ ସ୍ୱାସ୍ଥ୍ୟକର ଖାଦ୍ୟ। ତ ନିଶ୍ଚିତ ଭାବେ ଏମିତି ବନାନ୍ତୁ। ତାର ସ୍ପେଶାଲ୍ ଟଚ୍ ହେଉଛି ଯେଉଁ ଆମର ଢାବାରେ ଯେଉଁ ଟେଷ୍ଟ ଆସେ, ବାସ୍ନା ଆସେ। ତ ମୁଁ ଟିକେ ଘିଅ ନେଇଯାଇଥିଲି, ସେଥିରେ ରସୁଣ ଏବଂ କଞ୍ଚା ଲଙ୍କା ପକାଇ ଦେଇଥିଲି। ତାପରେ ତାକୁ ଗୋଟେ ତଡ଼କା ଲାଷ୍ଟକୁ ଦେଇ ଦେଇଥିଲି, ଘିଅରେ ଦେଇଥିଲି। ଆପଣମାନେ ସେ ଘିଅ ଗୋଟେ ଚାମଚ ହିଁ ନେବେ, ବାସ୍ ତଡ଼କା ଦେଇଦେବେ, ଦେଖିବେ ସ୍ୱାଦ, ଟେଷ୍ଟ, ବାସ୍ନା ସବୁ ମାନେ ବଢ଼ିଯିବ। ତ ଆମର ରେଡ଼ି ହେଇଗଲା ଆମର କଳା ଚଣା ତରକାରୀ। ବହୁତ ହି ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ନିଶ୍ଚିତ ଘରେ ପ୍ରସ୍ତୁତ କରନ୍ତୁ ଏବଂ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର।